सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्व शिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ଆଲୋଚନା କରିବା ଯେ ଭକ୍ତଙ୍କର ଭୁଲ ବିଷୟରେ। ବଡ଼ ବଡ଼ ଧନୀମାନଙ୍କ ଅର୍ଥର ଘର ଓ ଧନ ରଖିବାର ଟ୍ରେଜେରୀ ବା ଲୁହା ସିନ୍ଦୁକ ଅଲଗା ରହେ ଓ ସାଧାରଣ ଖର୍ଚ୍ଚ କରିବା ପାଇଁ କିଛି ଟଙ୍କା ଅଲଗା ବାହାର କରି ରଖାଯାଏ, ଯାହାକୁ ଏକ ସାଧାରଣ ବାକ୍ସରେ ରଖି ଖର୍ଚ୍ଚ କରାଯାଏ। ଗୋଟିଏ ବହୁତ ବଡ଼ ସହରରେ ଦୁଇଟି ଧନୀର ସନ୍ତାନ ରହୁଥିଲେ। ସେମାନଙ୍କ ପିତା ଏପରି ଅବସ୍ଥାରେ ରହୁଥିଲେ ଯେ ସେମାନଙ୍କୁ କୋଷଗୃହ ଦେଖାଇ ନଥିଲେ କି ଚାବି ମଧ୍ୟ ଦେଇ ନଥିଲେ। ସାଧାରଣ ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ବାହାରେ ଥିଲା ସେଥିରେ ଓ ନିତ୍ୟ ଆମଦାନୀ ଟଙ୍କାରେ ଖର୍ଚ୍ଚ ଚଳେ। ଦୁଇଟି ସନ୍ତାନର ବିବାହ ସମୟ ଆସିଲା, ତେଣୁ ସେମାନେ ଚିନ୍ତିତ ହେଲେ କିପରି ଏହି କାର୍ଯ୍ୟ ପାଇଁ ଟଙ୍କା ଆସିବ। ଜଣେ ଧନୀପୁତ୍ରର ନାମ ରାମଦାସ ଓ ଅନ୍ୟ ଧନୀପୁତ୍ରର ନାମ ହେଉଛି ଆତ୍ମାରାମ। ରାମଦାସକୁ ଜଣେ ଗୁରୁ ମିଳିଗଲେ। ସେ ରାମଦାସଙ୍କର ଧନଚିନ୍ତା ଦୂର କରିବା ପାଇଁ ଜଣେ ମହାଜନ ଘର ନେଇ ଦେଖାଇଦେଲେ, ଯାହାଠାରୁ ସମୟ ସମୟରେ ଋଣ ନେଇ ନିଜ ଖର୍ଚ୍ଚ ଚଳାଏ। ମାତ୍ର ଆତ୍ମାରାମକୁ ଜଣେ ସଚ୍ଚା ଗୁରୁ ମିଳିଗଲେ, ଯେ କି ଆତ୍ମାରାମର ଚିନ୍ତାକୁ ଦେଖି କହିଲେ, ତୁମେ ବଡ଼ ଭୁଲ କରୁଛ। ଧନ ତ ତୁମ ପାଖରେ ଅଛି। ଏ ହେଲା ଚାବିର ଗୁଚ୍ଛା ଓ ଏହା ଧନର ଘର, ଯେଉଁଠାରେ ସୁନା ରୂପା ଭରା ଟ୍ରେଜେରୀ ଭର୍ତ୍ତି ହୋଇଛି। ପ୍ରଥମ ଭକ୍ତ ରାମଦାସର ସେହି ଗୁରୁ ସମାନ ଯିଏ ନିଜର ଶିଷ୍ୟକୁ କେହି ଦେବୀ ଦେବତା ବା କେହି ନିରାକାର ସାକାର ଈଶ୍ୱର ରୂପୀ ମହାଜନ ଘର ଦେଖାଇଦେଲା। ମାତ୍ର ପ୍ରକୃତ ସଦ୍ଗୁରୁ ସେହି ଯେ ଆତ୍ମଜ୍ଞାନ ଦ୍ୱାରା ନିଜ ଶିଷ୍ୟକୁ ତାର ଅନ୍ତରାତ୍ମାର ପରିଚୟ କରାଇଦେଲେ। ଯେଉଁ ଆତ୍ମା ଅପାର ଅନନ୍ତ ଧନଶକ୍ତିର ଗନ୍ତାଘର। ସଦ୍ଗୁରୁ ଆତ୍ମଜ୍ଞାନ ଦେଇ ଗନ୍ତାଘର ଦେଖାଇ ଦିଅନ୍ତି ଓ ଯୋଗରୂପକ ଚାବି ଦେଇ ତାହା ଟ୍ରେଜେରୀରେ ଲଗାଇବାର ପ୍ରୟୋଗ ବତାଇ ଦିଅନ୍ତି। ଯୋଗ ସାଧନ ରୂପୀ ଚାବିକୁ ପ୍ରୟୋଗ କରି ସେ ସବୁ ଟ୍ରେଜେରୀ ଖୋଲି ନିଜର ଆବଶ୍ୟକତା ଅନୁସାରେ ସେଥିରୁ ଧନ ବାହାର କରି ବ୍ୟୟ କରିବା ହେଉଛି
ନିଜର ବା ତୁମର କାମ। ଏଥିପାଇଁ ଏମିତି ଜ୍ଞାନ ପ୍ରାପ୍ତ କର ଯେପରି ଏହାକୁ କେହି ନ ଭୁଲିବା ଦରକାର। ଏ ବିଷୟରେ ଯେତେ ଅଧିକ ବିଚାର କରିବ ସେତେ ଅଧିକ ଏହାର ଗୂଢ଼ ଅର୍ଥ ବୁଝିପାରିବ। ଏହାର ଅର୍ଥ ବୁଝିବା ପାଇଁ ଓ ଆତ୍ମାର ମହତ୍ଵ ଜାଣିବା ପାଇଁ ସଦ୍ଗୁରୁ ଶିବକୁମାର ଶାସ୍ତ୍ରୀଙ୍କ ରଚିତ ଗ୍ରନ୍ଥଗୁଡ଼ିକୁ କେତେଥର ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ପଢ଼ିବା ଉଚିତ। ଏ ଗ୍ରନ୍ଥ କେବଳ ଥରେ ପଢ଼ିଲେ ବୁଝି ହୁଏ ନା। ଏହି ପୁସ୍ତକ ବା ପାଠକୁ ବାରମ୍ବାର ନିତ୍ୟ ପାଠ କରିବା ଦ୍ୱାରା ମନୁଷ୍ୟ ଆତ୍ମଜ୍ଞାନ ଓ ସ୍ୱରୂପରୁ କେବେ ଚ୍ୟୁତ ହୁଏ ନାହିଁ ବା ଅଲଗା ହୁଏ ନାହିଁ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।